ଜୀବନ କେବେ ବି ସହଜ ହେବନି। ଆପଣଙ୍କୁ ହିଁ ମଜବୁତ ହେବାକୁ ପଡ଼ିବ। ଯଦି ଆପଣ ପଇସା ପଛରେ ଗୋଡ଼େଇବେ, ସମ୍ପର୍କ ଆପଣଙ୍କୁ ପିଛା କରିବ। ଆଉ ଯଦି ଆପଣ ସମ୍ପର୍କ ପଛରେ ଗୋଡ଼େଇବେ, ଶେଷରେ ନିଜକୁ ଏକୁଟିଆ ପାଇବେ। ସେହି ସମ୍ପର୍କ ସବୁବେଳେ ଭାଙ୍ଗି ଯାଇଥାଏ ଯେଉଁ ସମ୍ପର୍କକୁ ରଖିବାର ଚେଷ୍ଟା କେବଳ ଗୋଟିଏ ତରଫରୁ ହିଁ ହେଇଥାଏ। ପ୍ରେମ ତ ତାକୁ ମିଳିଥାଏ ଯେ ଦେଖେଇ ହୋଇଥାଏ। ହୃଦୟରୁ ପ୍ରେମ କରିବା ବାଲାଙ୍କୁ କେବଳ ଠୋକର ମିଳିଥାଏ। ଯେବେ ଆପଣ ଅସଫଳ ହେବେ ତ ଲୋକମାନେ ଆପଣଙ୍କ ଉପରେ ହସିବେ, ଆପଣଙ୍କର ମଜାକ ଉଡ଼େଇବେ। କିନ୍ତୁ ଯେବେ ଆପଣ ସଫଳ ହୋଇଯିବେ ତ ଏହି ଲୋକମାନେ ଆପଣଙ୍କ ପଛରେ ଗୋଡ଼େଇବେ। ଜୀବନରେ କେବେ ବି ଲୋକମାନଙ୍କ କଥାକୁ ଧ୍ୟାନ ଦିଅନ୍ତୁ ନାହିଁ। ଯିଏ ଯାହା କହୁଛି କହୁଥାଉ, ଏହା ତ ସମୟର କଥା ଏବଂ ସମୟ ସମସ୍ତଙ୍କର ଆସିଥାଏ। ମଣିଷ ସେତେବେଳେ ଅଧିକ ଚିନ୍ତା କରିଥାଏ ଯେତେବେଳେ ସେ ନିଜକୁ କମ୍ ଆଉ ଅନ୍ୟକୁ ଅଧିକ ଚାହିଁଥାଏ। ଯଦି ତୁମେ କାହାକୁ ନିଜ ମନରୁ ଭୁଲି ପାରୁନ, ତେବେ ଏହାର ଅର୍ଥ ସେ ବି ତୁମକୁ ମିସ୍ କରୁଛି। କାହାକୁ ଫୋନରେ ବ୍ଲକ୍ କରିଲେ କିଛି ଫରକ ପଡ଼ିନଥାଏ। ଦୁଃଖରୁ ମୁକ୍ତି ପାଇବା ପାଇଁ କିଛି ଲୋକଙ୍କୁ ମନରୁ ବ୍ଲକ୍ କରିବା ଉଚିତ। କମଜୋର ଲୋକ ସହ ଶତ୍ରୁତା ବେଶୀ ମାରାତ୍ମକ ହୋଇଥାଏ, କାରଣ ସେ ସେହି ସମୟରେ ଆକ୍ରମଣ କରିଥାଏ ଯାହାର ତୁମେ କେବେ ବି କଳ୍ପନା କରିନଥିବ। ଏପରି ମଣିଷଙ୍କ ଠାରୁ ଦୂରେଇ ରୁହନ୍ତୁ ଯିଏ ନିଜର ସ୍ୱଭାବ ପାଇଁ ଆପଣଙ୍କୁ ବାରମ୍ବାର କଷ୍ଟ ଦେଉଛି। ଜୀବନରେ ନିଜେ ନିଜର ଅଭିନୟ ବହୁତ ନିଷ୍ଠାର ସହ ସମ୍ପନ୍ନ କର, କାହିଁକି ନା ଦିନେ ଆମେ ସମସ୍ତେ ଏକ କାହାଣୀ ସଦୃଶ କେଉଁଠି ଲୁଚିଯିବା। ଜୀବନରେ ହୃଦୟ ଭାଙ୍ଗିବା ବି ଜରୁରୀ, କାହିଁକି ନା ଭାଙ୍ଗିବ ନାହିଁ ତ ଯୋଡ଼ିବା ଶିଖିବ କେମିତି? ଜୀବନରେ ଏମିତି କିଛି କଷ୍ଟ ଥାଏ ଯାହା ବଞ୍ଚିବାକୁ ଦିଏ ନାହିଁ, ଆଉ ଏମିତି କିଛି କର୍ତ୍ତବ୍ୟ ଥାଏ ଯାହା ମରିବାକୁ ଦିଏ ନାହିଁ। ଯେତେବେଳେ ଜଣେ ମଣିଷ ନିଜ ଲୋକଙ୍କ ଠାରୁ ଧୋକା ଖାଏ ନା, ସେତେବେଳେ ସେହି ମଣିଷ କେବେ ବି କାହା ଉପରେ ବିଶ୍ୱାସ କରିପାରେ ନାହିଁ। କାହାକୁ କେତେ ବି ସଚ୍ଚା ପ୍ରେମ କର, ଲୋକଙ୍କୁ ସଚ୍ଚା ପ୍ରେମ କରିଲା ବାଲା ନୁହଁ, ଭଲ ଚେହେରା ବାଲା ହିଁ ପସନ୍ଦ ଆସିଥାଏ। ଜୀବନରେ କେବେ ବି କାହାକୁ ନିଜ ଦୁର୍ବଳତା ବିଷୟରେ କୁହନ୍ତୁ ନାହିଁ, କାହିଁକି ନା ସମୟ ଆସିଲେ ସେହି ଲୋକ ହିଁ ପ୍ରଥମେ ତୁମ ଦୁର୍ବଳତାର ଫାଇଦା ଉଠେଇବ। ପ୍ରକୃତ ଭଲ ପାଇବାରେ ଦୁହେଁ ଦୁହିଁଙ୍କ ଭୁଲକୁ ଭୁଲି ଯାଆନ୍ତି, ପୁଣି ଥରେ ସମ୍ପର୍କକୁ ସଜାଡ଼ିବାକୁ ଚେଷ୍ଟା କରନ୍ତି। ଜୀବନରେ କେବେ ବି କୌଣସି କାମ ଆରମ୍ଭ କରିବାକୁ ପଛକୁ ହଟିଯିବ ନାହିଁ, କାହିଁକି ନା ଛୋଟ କାମ କରିବାର ଲାଜ ପ୍ରାୟତଃ ସବୁ ଲୋକଙ୍କୁ ବଡ଼ ହେବାରୁ ରୋକି ଦେଇଥାଏ। ମଣିଷ ସବୁବେଳେ କହିଥାଏ କି ମୋ ପାଖରେ ଟଙ୍କା ଥାନ୍ତା ତାହେଲେ ମୁଁ କିଛି କରିକି ଦେଖେଇଥାନ୍ତି, କିନ୍ତୁ ଟଙ୍କା ସବୁବେଳେ କହିଥାଏ କି ତୁମେ କିଛି କରିକି ଦେଖାଅ, ତାପରେ ମୁଁ ତୁମ ପାଖକୁ ଆସିବି। ବିତି ଯାଇଥିବା ମୁହୂର୍ତ୍ତ କେବେ ଫେରିବନି। ଜୀବନ ଥିଲା ପର୍ଯ୍ୟନ୍ତ ରାସ୍ତା ବି କେବେ ସରିବନି। କାହାର ମେସେଜ ଯଦି ବହୁତ ଦିନ ପରେ ଆସେ, ତେବେ ତାର ରିପ୍ଲାଏ ମଧ୍ୟ ବହୁତ ଦିନ ପରେ କରନ୍ତୁ। ତୁମେ ଯେତେ ବି ପ୍ରକୃତ ପ୍ରେମ କରିନିଅ, ଜୀବନରେ କିଛି ଲୋକ ତୁମକୁ ଏମିତି ମିଳିବେ ଯେଉଁମାନେ ତୁମର ମୂଲ୍ୟ କେବେ ବି ବୁଝିବେ ନାହିଁ। ଲୋକେ ସେତେବେଳେ ଆମକୁ ଖୋଜନ୍ତିନି ଯେତେବେଳେ ଆମେ ଏକୁଟିଆ ପଡ଼ିଥାଉ। ଲୋକମାନେ ତ ସେତେବେଳେ ଆମକୁ ମନେ ପକାନ୍ତି ଯେତେବେଳେ ସେମାନେ ଏକୁଟିଆ ହୋଇଥାନ୍ତି। ମଣିଷ ଅନ୍ୟମାନଙ୍କ ଭୁଲ ଦେଖିଲେ ଜର୍ଜ ହେଇକି ରାୟ ଦେଇଥାଏ, କିନ୍ତୁ ନିଜର ଭୁଲ ଦେଖିଲେ
ଓକିଲ ହୋଇ ଯୁକ୍ତି ତର୍କ କରି ନିଜକୁ ଠିକ ସାବ୍ୟସ୍ତ କରିବା ପାଇଁ ଚେଷ୍ଟା କରିଥାଏ। କେହି ଜଣେ ମୋତେ ପଚାରିଲେ କି ଯନ୍ତ୍ରଣାର ମୂଲ୍ୟ କ'ଣ? ମୁଁ କହିଲି ମୋତେ କିଛି ଜଣା ନାହିଁ। ମୋତେ ସବୁ ଯନ୍ତ୍ରଣା ତ ମାଗଣାରେ ମିଳିଲା। ବାସ୍ କିଛି ଲୋକଙ୍କୁ ଅଧିକ ବିଶ୍ୱାସ କରିଥିଲି। ପ୍ରକୃତ ପ୍ରେମ ତାହା ଯେଉଁମାନେ ଆମକୁ ଭଲ ପାଆନ୍ତି, ସବୁବେଳେ ଆମ କଥା ଚିନ୍ତା କରନ୍ତି, ଆମେ ବି ତାଙ୍କୁ ସେତିକି ଭଲ ପାଇବା ଏବଂ ତାଙ୍କର ଇଚ୍ଛାକୁ ସମ୍ମାନ ଦେବା ଉଚିତ। ସବୁଠାରୁ ବଡ଼ କଥା, ବାପା ମାଙ୍କ ଠାରୁ ଏହି ସଂସାରରେ ଅଧିକ କେହି ଭଲ ପାଆନ୍ତି ନାହିଁ। ପରିସ୍ଥିତି ଆଉ ସମୟ କେତେ ବି ବଦଳି ଯାଉ, କିନ୍ତୁ ସେହି ପ୍ରେମ ଶେଷ ପର୍ଯ୍ୟନ୍ତ ରୁହେ। ଯେଉଁ ପ୍ରେମରେ ଭଲ ପାଇବା କେବେ ବଦଳି ନଥାଏ। ଝିଅଟିଏ ପ୍ରେମ ପାଇଁ ସବୁ ସହିପାରେ, କିନ୍ତୁ ନିଜ ପ୍ରେମକୁ ଆଉ କାହା ସହ ବାଣ୍ଟିବା କେବେ ବି ସହିପାରେ ନାହିଁ। ଯଦି କେବେ ତାଙ୍କୁ ଧୋକା ଦେବା କଥା ମନକୁ ଆସେ, ଏହି ଗୋଟିଏ କଥା ନିଜ ମନକୁ ନିଶ୍ଚୟ ପଚାରିବ, ଯିଏ ତୁମକୁ ଏତେ ଭଲ ପାଏ, ତୁମେ କ'ଣ ସତରେ ତାଙ୍କଠାରୁ ଏପରି ପ୍ରେମ ନିଜ ପାଇଁ ଆଉ କେଉଁଠୁ ପାଇବ? ଏହି ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ, ତାହେଲେ ମୋ ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ କରି ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ।